ବର୍ତ୍ତମାନ ଏପରି ଘଟଣା କାହିଁକି ଘଟୁଛି କେହି ଚିନ୍ତା କରୁନାହାନ୍ତି। ମା ସବୁ ଏଇଲାକେ ବର୍ତ୍ତମାନ କ'ଣ ହେଇଛି, ସବୁ ମାତାଲ ଅଜ୍ଞାନୀ ପାଗଳ ହେଇଯାଇଛନ୍ତି। ପାଗଳ ହେଇଯାଇକି ଏଇଲାକେ ସହର ମଫସଲ ଗଳି କନ୍ଧି ସବୁଠି ଗଣ୍ଡଗୋଳ, ମାଡ଼ଗୋଳ, ହଣାକଟା, ମରାମରି, ମଣିଷକୁ ମଣିଷ ଚିହ୍ନୁ ନେଇ ମାରି ଦେଉଛି ଅଜ୍ଞାନ ଭାବରେ। ଏ ଯେତେ ପ୍ରକାର ନିଶା ଖାଇକି, ଇଏ ମଦ ନିଶା ଖାଇକି ଇଏ ସବୁ ଧ୍ୱଂସ କରିଦେଇ ସାରିଲେଣି ଦେଶ ବିଦେଶୀ ମଦ ଖାଇକି। ଆଉ ସମାଜ ସ୍ତରରେ ନାହିଁ। ବା ଆକୁ ଟିକେ ରକ୍ଷା କରିବାକୁ ଆମ ସରକାର ଟିକେ ଦୃଷ୍ଟି ଦିଅନ୍ତୁ, ଆଉ ତାପରେ ଆମ ଏ ଜନସମାଜ ଟିକେ ଦୃଷ୍ଟି ଦିଅନ୍ତୁ, ସମସ୍ତେ ଏକ ହୁଅନ୍ତୁ। ଆଉ ସତ୍ୟ ଯୁଗରେ ଏହି ନାରୀ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ମାତୃର ସମ୍ମାନ, ମାତୃର ମର୍ଯ୍ୟାଦା ଅକ୍ଷୁଣ୍ଣ ଯେ ରହିଥିଲା, ମାର ମର୍ଯ୍ୟାଦା ଅକ୍ଷୁଣ୍ଣ ଭାବରେ ରହିଥିଲା। ସତ୍ୟ ଯୁଗରେ ମା କ'ଣ କରୁଥିଲା, ସୁନା ରୂପା ବାସନରେ ଶୁଦ୍ଧ ଖାଦ୍ୟ ଟିକେ ଦେଉଥିଲା। ଏଇନାକେ ଏ ଅଶୁଦ୍ଧ ଖାଦ୍ୟ ଖାଇକି ଏ ମଦ, ଦେଶୀ ବିଦେଶୀ ମଦ ପିଇକି ମାତାଲ ହେଇକି ସମାଜଟାକୁ ଧ୍ୱଂସ କରିଦେଇ ସାରିଲେଣି। ମା ଆଉ କିଛି ନାହିଁ। ଏଗୁଡ଼ାକୁ ଯଦି କାହିଁକି ଏପରି ଘଟଣା କାହିଁକି ଘଟୁଛି କେହି ଚିନ୍ତା କରୁନାହାନ୍ତି। ଯଦି ଥରେ ଚିନ୍ତା କରନ୍ତେ ଯେ ସାରା ବିଶ୍ୱ ଶାନ୍ତି ପାଆନ୍ତା। କେହି ଏ ସରକାର ବିଷୟରେ ଚିନ୍ତା କରୁନାହାନ୍ତି। ଆରେ ଆସ୍ତେ ଆସ୍ତେ ତମେ ଟିକେ ଚେଷ୍ଟା କର। ସବୁ ରତ୍ନାକର ଖଣ୍ଟ ପାଲଟି ଯାଇଛନ୍ତି, କାଳିଦାସ ମୂର୍ଖ ପାଲଟି ଯାଇଛନ୍ତି, ଚଣ୍ଡାଳ ଅଶୋକଠୁ ଆହୁରି ଚଣ୍ଡାଳ ହେଇଗଲେଣି। ଖାଲି ରକ୍ତର ଏ ହୋଲି ଖେଳୁଥିଲେ, ଏଇଲାକେ ରକ୍ତର ହୋଲି। ଇଏ ସବୁ କାହିଁକି ହେଉଛି? ଘରେ ଘରେ କଳି କାହିଁକି ଲାଗିଛି? ମାର ସମ୍ମାନ କାହିଁକି ରହୁନାହିଁ? ମାତୃର ସମ୍ମାନ, ମାତୃର ମର୍ଯ୍ୟାଦା ଅକ୍ଷୁଣ୍ଣ ଯେ ରହିଥିଲା। ମାର ମର୍ଯ୍ୟାଦାକୁ ରକ୍ଷା କରିବାକୁ ହେଲେ ସବୁ ଏ ରତ୍ନାକର ଖଣ୍ଟ ଗୁରୁଦେବଙ୍କୁ ଜାଣିଲା ପରେ ସିଏ ବାଲ୍ମୀକି ଋଷି ହେଇଗଲା। କାଳିଦାସ ମୂର୍ଖଟା ଜାଣିବା ପରେ କବି ପଣ୍ଡିତ ହେଇଗଲା। ଆଉ ଏଇ ଚଣ୍ଡାଳ ଅଶୋକଟା ମଣିଷ ହାଣୁଥିଲା ଏ ଅଜ୍ଞାନ ଭାବରେ, ସିଏ ଧର୍ମାଶୋକ ହେଇଗଲା। ଆମେ କାହିଁକି ନ ହେବା? ଆମେ ଯଦି ସେଇ ନବକଳେବର ହେଇଯିବା, ଆମେ ସେଇ ପବିତ୍ର ଜ୍ଞାନକୁ ପାଇପାରିବା ନା ପାଇପାରିବା ନାହିଁ? ଆଉ ମୁଁ ବିଶେଷ କହିବି କ'ଣ, ଏଇ ଦେଶୀ ମଦ ବିଦେଶୀ ମଦ ଏ ଭାଟିକି ଏ ସରକାର ଉଠାନ୍ତୁ ଯଥା ଶୀଘ୍ର। ଆ ଉପରେ ଗୋଟେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଜୟ ଜଗନ୍ନାଥ।